ଆଜିର ମିନି ବ୍ଲଗ୍ଟି ମୁଁ ଆରମ୍ଭ କରୁଛି ଠାକୁରଙ୍କ ପାଖରୁ। ଗାଧେଇ ଆସି କୁଳ ଦେବତା ଆମର ଗିରି ଗୋବର୍ଦ୍ଧନକୁ ଜୁହାର ହେଇ ପଡ଼ିଛି। ତାପରେ ଚନ୍ଦନ ଟିକେ ଲଗେଇ ନେଇଛି। ରୋଷେଇ ଘରେ ଆସି ଦେଖିଛି ମୋ ସ୍ୱାମୀ ନ୍ୟୁଟ୍ରେନ୍ସନ୍ ଲାଇଫ୍ ହର୍ବାଲ୍ ଜୁସ୍ ବନେଇକି ରଖିଦେଇଛନ୍ତି। ମୁଁ ଗ୍ଲାସ୍ ମୋ ଝିଅ ପାଇଁ ଗ୍ଲାସ୍ ଗଢ଼େଇକି ନେଇ ଆସିଲି। ଝିଅକୁ ଆଣିକି ଦେଲି। ଝିଅ କହୁଛି ମା ଭିଡ଼ିଓ କରୁଛୁ। ଜୁସ୍ ପିଇକି ତା ସହିତ 2 ଗ୍ଲାସ୍ ପାଣି ପିଇ ଦେଇଛି। ସହିତ ମୁଁ ଆସି ଯାଇଛି ରୋଷେଇ ଘରକୁ। ଏବେ ରୋଷେଇ ଘରେ ସ୍ୱାମୀ ମୋର ଗାଁକୁ ମାଛ ବାଲା ଆସିଥିଲେ, ମାଛ ରଖିକି ସେ ତାକୁ ଭାଜିଲା। ଟମାଟୋ ନେଇକି ଯାଉଛି ଛାତ ଉପରୁ ଶୁଖେଇକି ଆସିମି। ତାପରେ ପହଞ୍ଚାଇଛି। ଏ 2 ଜଣ ଦେଖ କେମିତି ହେଉଛନ୍ତି। ଏଇଠି ଦେଖନ୍ତୁ ମୁଁ ସବୁ ଲୁଗା ଶୁଖେଇ ଦେଇଛି। ତ ମୁଁ ଏବେ ଯାଉଛି କେତେ ସୁନ୍ଦର ପୁଳି ହେଇଛି ଦେଖନ୍ତୁ। ହାତ ପାଉନି, ବହୁତ କଷ୍ଟରେ ଆଣିଛି 3ଟା କୋଳି। ଆଣୁଛି ତ ଖାଇବା। ଆଲୋ କି ଖଟା। କୋଳି ଖାଇ ଖାଇ ମାରି ଯାଇଛି ମୋ ରୁମ୍କୁ। ଏବେ ଚାଲ ରୋଷେଇ କରିବା। ଡାଲି ମୋର ହେଇସାରିଛି। ଡାଲି ବସେଇଥିଲି। ଡାଲିକି ଏଇଠି ଅଲଗା କଂସାକୁ ଉଜାଡ଼ି ନେଉଛି। ଚୁଲାରେ କଡ଼କା ବସାଇ ତେଲ ପକାଇ ନେଇଛି। ମାଛ ଭାଜିମି ତ ଏପଟରେ ମୁଁ ମାଛର ହଳଦୀ ଲୁଣ ପକାଇକି ତାକୁ ଭଲ ଭାବରେ ମିକ୍ସ କରି ନେଇଛି। ଏବେ ମାଛ ଭାଜିମି। ଆଉ କିଛି ଆପଣମାନଙ୍କୁ ଦେଖାଉଛି। ମୁଁ ଏଠି ଫୁଲକୋବି ଆଉ ଉଲ୍ଲିକି କରିଦେଇଛି। ତାପରେ ଏବେ ମାଛ ଫ୍ରାଏ ହେଇଯିବ। ତାପରେ ଭଜା ଡାଲି ମାଛ ଭଜା ହେଇସାରିଲାଣି। ମୁଁ ଏବେ ଯାଉଛି ଭାତ ରାନ୍ଧିବି। ତ ଭିଡ଼ିଓଟି ଭଲ ଲାଗିଥିଲେ କମେଣ୍ଟ, ସେୟାର, ଲାଇକ୍ କରିବେ, ଫଲୋ କରିବେ। ଏଇଠି ମୋର ମିନି ବ୍ଲଗ୍କୁ ଶେଷ କରୁଛି। ଜୟ ଜଗନ୍ନାଥ।